ବୁଢ଼ା ବୁଢ଼ୀଙ୍କ ପିଠା କଳି। ଗୋଟିଏ ସୁନ୍ଦର ଗାଁରେ ଜଣେ ବୁଢ଼ା ଓ ବୁଢ଼ୀ ରହୁଥିଲେ। ଦୁଇ ଜଣ ବହୁତ ଗରିବ ଥିଲେ, କିନ୍ତୁ ମନରେ ଖୁସି ଆଉ ମଜାକିଆ ଥିଲେ। ତାଙ୍କ ଘର ଛୋଟ ହେଲେ ମଧ୍ୟ ସହର ଧୂନିରେ ସଦା ଭରି ରହୁଥିଲା। ବୁଢ଼ୀଙ୍କର ପିଠା ପକାଇବାରେ ଗାଁରେ ଖୁବ୍ ନାଁ ଥିଲା। ଲୋକେ କହୁଥିଲେ, ଏମିତି ପିଠା ଖାଇଲେ, ଦୁଇଟି ଖାଇଲେ ମନ ଭରେନି, ଚାରୋଟି ଖାଇଲେ ମଧ୍ୟ ଆଉ ଚାହିଁବ। ଦିନେ ସକାଳେ ବୁଢ଼ା ଉଠି ଭୋକରେ ଚିତ୍କାର କଲା, ହେ ବୁଢ଼ୀ, ଆଜି ମୋ ପେଟରେ ବାଜା ବାଜୁଛି। ଯଦି ପିଠା ନ ମିଳେ ମୋ ମୁଣ୍ଡ ଘୂରିବ। ବୁଢ଼ୀ ହସି କହିଲେ, ତୁମର ମୁଣ୍ଡ ଘୂରିବା ପୂର୍ବରୁ ମୁଁ ପିଠା ପକାଇ ଦେଉଛି। ସେ ରୋଷେଇ ଘରକୁ ଗଲେ, ଚାଉଳ ଗୁଣ୍ଡ କଲେ, ଗୁଡ଼ ଆଣିଲେ, ନଡ଼ିଆ ଖଣ୍ଡ କରି ମିଶାଇ ଦେଲେ। ପିଠା ତିଆରି କରିବାକୁ ଲାଗିଲେ। ଘର ଭରି ମିଠା ସୁଗନ୍ଧ ଖେଳିଗଲା। ବୁଢ଼ା ପିଠାର ସୁଗନ୍ଧ ପାଇ ରୋଷେଇ ଘର ପାଖରେ ଗୋଲ ଗୋଲ ଘୁରୁଥିଲା ଆଉ କହୁଥିଲା, ଆହା, ମୋ ନାକଟା ମୋତେ ଟାଣି ନେଉଛି। ବୁଢ଼ୀ କହିଲେ, ଅପେକ୍ଷା କର, ଏବେ ପିଠା ଗରମ ଅଛି। କିଛି ସମୟ ପରେ ସୁନା ରଙ୍ଗର ଗରମ ପିଠା ତିଆରି ହେଲା। ବୁଢ଼ୀ ସେଗୁଡ଼ିକୁ ଥାଳିରେ ରଖିଲେ, କିନ୍ତୁ ମନେ ମନେ ଭାବିଲେ, ମୁଁ ଏତେ ପରିଶ୍ରମ କରିଛି, ଗୋଟିଏ ଚୁପଚାପ ଖାଇଦେଲେ କ'ଣ ହେବ? ସେ ଚୁପଚାପ ଗୋଟିଏ ପିଠା ଖାଇଲେ। ଆହା, କେତେ ସୁଆଦିଆ ହେଇଛି। ଠିକ୍ ସେତିକିବେଳେ ବୁଢ଼ା ପଛରୁ ଧରିଦେଲେ, ହେ, ଏହା କ'ଣ? ମୋ ଆଖିକୁ ଧୋକା। ବୁଢ଼ୀ ହସି କହିଲେ, ଧୋକା ନୁହେଁ, ଚକ୍ଷୁ ପରୀକ୍ଷା। ବୁଢ଼ା କହିଲେ, ତୁମେ ପ୍ରଥମେ ଖାଉଛ, ମୁଁ ବଡ଼ ଲୋକ, ପ୍ରଥମେ ମୋର ଅଧିକାର। ବୁଢ଼ୀ କହିଲେ, ମୁଁ ପକାଇଛି, ମୋର ଅଧିକାର। ଏହିଭଳି ଝଗଡ଼ା ଆରମ୍ଭ କଲେ। ବୁଢ଼ା କହିଲା, ମୁଁ ପ୍ରଥମେ ଖାଇବି। ବୁଢ଼ୀ କହିଲା, ମୁଁ ଖାଇବି। ଶେଷରେ ବୁଢ଼ା ଚତୁର ଭାବେ କହିଲେ, ଚାଲ, ଗୋଟେ ଖେଳ ଖେଳିବା। ଯିଏ ପ୍ରଥମେ କଥା କହିବ ସେ ପିଠା ଖାଇବାରୁ ବଞ୍ଚିତ ହେବ। ବୁଢ଼ୀ କହିଲେ, ଠିକ୍ ଅଛି, ମୁଁ କେବେ ହାରିବି ନାହିଁ। ଦୁଇ ଜଣ ଶୋଇପଡ଼ିଲେ, ଏକଦମ ପଥର ଭଳି ଶାନ୍ତ। କିଛି ସମୟ ପରେ ଦୁଇ ଜଣ ଚୋର ଆସିଲେ। ସେମାନେ ଦେଖି କହିଲେ, ହାୟରେ, ଦୁଇ ଜଣ ମରିଗଲେ ଲାଗୁଛି। ଆଉ ଜଣେ କହିଲା, ଚାଲ, ଘର ଖୋଜିବା। ଚୋର ଦୁଇ ଜଣ ଘର ଖୋଜିବାକୁ ଲାଗିଲେ। ଘରେ ଯାଇ ଦେଖିଲେ, ଆହା, ଏତେ ପିଠା, ଆଜି ଆମର ଭାଗ୍ୟ ଖୋଲିଗଲା। ସେମାନେ ବସି ପିଠା ଖାଇବାକୁ ଲାଗିଲେ। ଏହା ମୋର, ସେଟା ମୋର କହିବାକୁ ଲାଗିଲେ। ବୁଢ଼ା ଓ ବୁଢ଼ୀ ଦୁଇ ଜଣ ଶୋଉଥିଲେ, କିନ୍ତୁ ମନରେ ଭାରି କଷ୍ଟ ହେଉଥିଲା ଯେ ଆମ ପିଠା ସବୁ ଖାଇ ଦେଉଛନ୍ତି।
ବୁଢ଼ା ଭାବିଲା କହିଦେବି କି? ପୁଣି ଭାବିଲା ନାଇଁ, ମୁଁ ହାରିଯିବି। ବୁଢ଼ୀ ମଧ୍ୟ ଭାବିଲେ ସବୁ ଯାଉଛି, କିନ୍ତୁ ସେ ମଧ୍ୟ ଚୁପ୍। ଚୋରମାନେ ସବୁ ପିଠା ଖାଇଦେଲେ। ତାପରେ ଗୋଟିଏ ଚୋର କହିଲା, ଏମାନେ ମରିଗଲେ, ଚାଲ ତାଙ୍କୁ ଜଳାଇ ଦେବା। ଏହା ଶୁଣି ବୁଢ଼ୀ ଆଉ ରହିପାରିଲା ନାହିଁ। ହାଁ, ଆମେ ବଞ୍ଚିଛୁ। ଯେମିତି ବୁଢ଼ୀ କଥା ଶୁଣିଛି, ବୁଢ଼ା ଧଡ଼ପଡ଼ ହୋଇ ଉଠି କହିଲା, ଆରେ ଚୋର ଧର। ଚୋରମାନେ ଭୟରେ ଜୁତା ଛାଡ଼ି ପଳେଇ ଗଲେ। କିନ୍ତୁ ଥାଳି ଦେଖି ବୁଢ଼ା ବୁଢ଼ୀ ଦୁଇ ଜଣଙ୍କ ମୁହଁ ଶୁଖାଇ ଦେଲେ। ଗୋଟିଏ ପିଠା ମଧ୍ୟ ରହିଲା ନାହିଁ। ବୁଢ଼ା ଦୁଃଖରେ କହିଲେ, ହାୟରେ, ମୋ ପେଟର ବାଜା ଏବେ ଢୋଲ ହୋଇଗଲା। ବୁଢ଼ୀ ହସି କହିଲେ, ଏବେ ଆମେ ଝଗଡ଼ା ନ କରି ଆଉ ଥରେ ପିଠା ପକାଇବା। ବୁଢ଼ା କହିଲେ, ହଁ, ଏବେ ଅଧା ତୁମର, ଅଧା ମୋର। ଦୁଇ ଜଣ ହସି ପଡ଼ିଲେ ଓ ଏକା ସାଙ୍ଗରେ ରୋଷେଇ ଘରକୁ ଗଲେ ଆଉ ପିଠା ତିଆରି କରି ଖାଇଲେ। ଏହି ଗପଟିରୁ ଆମମାନଙ୍କୁ ଏହି ଶିକ୍ଷା ମିଳୁଛି ଯେ ଲୋଭ ଓ ଝଗଡ଼ା କଲେ ହାତରେ ଥିବା ଜିନିଷ ମଧ୍ୟ ହାରିଯାଏ, କିନ୍ତୁ ମିଳିତ ହେଲେ ସବୁ କାମ ସହଜ ହୋଇଯାଇଥାଏ। ଧନ୍ୟବାଦ।